ଜାଣିପାରୁଛି ମା କନକପୁରୀ ଲଙ୍କାର ରାଜା ରାବଣ ମତେ ଆଜି ସ୍ମରଣ କରୁଛନ୍ତି। ହେଲେ କାହିଁକି ଏ ବହିକି ସେ ସ୍ମରଣ କରୁଛନ୍ତି? ସେ ଯାହା ହେଉ ମୋ ପିତାମହ ଦଶାନନଙ୍କ ନିକଟକୁ ମତେ ନିଶ୍ଚିତ ଭାବରେ ଯିବାକୁ ପଡିବ। ମୋର ପିତାଙ୍କର ରାଜ୍ୟରେ ବୋଧ ହୁଏ କିଛି ଦୁଃଖ ଦୁର୍ଦ୍ଦଶା ଘଟି ଆସିଛି। ମୋର ପିତାମହ ରାବଣ ମତେ କିଛି ବିପଦପୂର୍ଣ୍ଣରେ ହୋଇଛନ୍ତି। ମୁଁ ନିଶ୍ଚିତ ଭାବରେ କନକପୁରୀ ଲଙ୍କାପୁରକୁ ଯିବି। ମା ତୁ ମତେ ସହାୟ ମା, ତୋର ପୁତ୍ର ମହି ରାବଣକୁ ତୁ ସାହାଯ୍ୟ କରେ। ପୂଜା କରୁଥିବା ସମୟରେ ମୋର ଆସନ ପ୍ରକମ୍ପିତ ହେଇଛି। ମୋର ମାକୁ ମୁଁ ପୂଜା କରି ପ୍ରାର୍ଥନା କରି ସାରିବା ପରେ ମୁଁ ଜାଣିପାରିଲି ସୁବର୍ଣ୍ଣମୟୀ ଲଙ୍କାର ରାଜା ରାବଣ ଏ ମହି ରାବଣଙ୍କୁ ମନେ ପକାଉଛନ୍ତି। ହେଲେ କାହିଁକି, କଣ ପାଇଁ ଆଜି ଏ ମହି ରାବଣକୁ ସେ ସ୍ମରଣ କରୁଛନ୍ତି? ହେ ମା ମୁଁ ଜାଣିପାରୁଛି ମୋର ପିତା ରାଜ୍ୟରେ ବୋଧ ହୁଏ କିଛି ଦୁଃଖ ଦୁର୍ଦ୍ଦଶା ଘଟି ଆସିଛି। ସେ ଯାହା ହେଉନା କାହିଁକି ମୋ ପିତାଙ୍କର ରାଜ୍ୟକୁ ମୁଁ ନିଶ୍ଚିତ ଭାବରେ ଯିବି। ଯଥାଶୀଘ୍ର ମୋ ନିକଟକୁ ଆସ। ମୁଁ ଯାହା କହୁଛି ତାହା ତୁମେ ମନ ଦେଇ ଶୁଣ। ମକରଧ୍ୱଜ, ମୁଁ ମୋ ମା କାଳୀକୁ ପୂଜା କରୁଥିବା ସମୟରେ ମୋର ଆସନ ପ୍ରକମ୍ପିତ ହୋଇ ଉଠିଛି। କାହିଁକି ଜାଣ, ମତେ ମୋର ପିତୃ ରାଜ୍ୟକୁ ଯିବାକୁ ହବ। କନକପୁରୀ ଲଙ୍କାପୁରର ରାଜା ଦଶାନନ ବିପଦପୂର୍ଣ୍ଣ ଭାବରେ ମତେ ସ୍ମରଣ କରୁଛନ୍ତି। ମୁଁ ଏ ପାଦାପୁରକୁ ପରିତ୍ୟାଗ କରି ଲଙ୍କାପୁରକୁ ଯିବି। ହେଲେ ଯିବା ପୂର୍ବରୁ ମୁଁ ତୁମକୁ କିଛି ଆଦେଶ ଦେଇଯିବି। ମକରଧ୍ୱଜ, ମୋ ଲଙ୍କାପୁରରୁ ଯାଇ ନ ଆସିବା ପର୍ଯ୍ୟନ୍ତ ତୁମେ ଏ ପାଦାପୁରରେ ଗଣଦ୍ୱାରକୁ ଜଗି ରହିଥିବ। ମକରଧ୍ୱଜ, ମୋର ବିନା ଅନୁମତିରେ ଏ ଗଣ ଭିତରେ କାହାକୁ ପ୍ରବେଶ କରିବା ପାଇଁ ଦେବ ନାହିଁ। ଠିକ କହିଛ ମକରଧ୍ୱଜ। ମୁଁ ବର୍ତ୍ତମାନ କନକପୁରୀ ଲଙ୍କାପୁରକୁ ଯାତ୍ରା କରୁଛି। ତୁମେ ମୋର କହିବା କଥା ଯେପରି ଭଲ ଭାବରେ ମନେ ରଖ। ମୁଁ ବିନା ଅନୁମତିରେ ଗଣ ମଧ୍ୟରେ କାହାକୁ ହେଲେ ପ୍ରବେଶ କରିବା ପାଇଁ ଦେବ ନାହିଁ। ଲଙ୍କାପୁରକୁ ଯାତ୍ରା କରୁଛି। ମୋର ପିତାମହ ଦଶାନନ କୌଣସି ବିପଦ ପୂର୍ଣ୍ଣରେ ସମ୍ମୁଖୀନ ହୋଇ ମତେ ଆଜି ସେ ମନେ ପକାଉଛନ୍ତି। ମା ମୁଁ ଯିବା ସମୟରେ ତୁ ମତେ ଆଶୀର୍ବାଦ କରେ। ମା ମତେ ବୁଦ୍ଧି ଦେ, ମା ମତେ ଶକ୍ତି ଦେ। ମୁଁ ଯେପରି ଭାବରେ କନକପୁରୀ ଲଙ୍କାପୁରକୁ ଯାଇ ପହଞ୍ଚେ। ମା ଲଙ୍କା
ଆଶ୍ଚର୍ଯ୍ୟ ଏଇଟା ହେଉଛି ଲଙ୍କାପୁର। ଏ କନକମୟୀ ଲଙ୍କାପୁରରେ ହାହାକାର ଶବ୍ଦ କାହିଁକି? ରାହୁ ଯେପରି ଚନ୍ଦ୍ରକୁ ଗ୍ରାସ କରିଯାଏ ଠିକ୍ ସେହିପରି ଏ କନକମୟୀ ଲଙ୍କାପୁର ଦୃଶ୍ୟମାନ ହେଉଛି। ଚାରିଆଡ଼ ହାହାକାରମୟ। ଦକ୍ଷିଣ ପାରୁଛେ ରହି ଯିବାର ମୁଖରେ, ଯିବାର ମୁଖରେ। ଆଇବେନି ପଛେ ସବାର ଆଲୋରେ ଦେଖିଲେ ରକ୍ତ ଚିହ୍ନରେ, ରକ୍ତ ଚିହ୍ନରେ ରଞ୍ଜିତ ହୋଇଛି ପ୍ରତିଷ୍ଠାନରେ। ଆଶ୍ଚର୍ଯ୍ୟ ମୋର ଦକ୍ଷିଣ ପାର୍ଶ୍ୱରେ ଶୃଗାଳ ରାବ କରୁଛି ଏବଂ ଏ ଲଙ୍କାପୁରର ଚାରିଆଡ଼େ ରକ୍ତ ଛିଟାମାନ ଦୃଶ୍ୟ ହେଉଛି। କାହିଁକି କାହିଁକି ଏ ସୁବର୍ଣ୍ଣମୟୀ ଲଙ୍କାପୁର ଆଜି ଶ୍ମଶାନରେ ପରିଣତ ହୋଇଛି? ଆକାଶକୁ ଯାଇ ବୀର ବିଜୟ ହୋଇ, ବିଜୟ ହୋଇ। ଆଏ ବାଞ୍ଛ ଘେରି ସର୍ବୋଖି ଉଡ଼କିଲେ ଭଇ ସର୍ବ ସାନ ହେ। ମାନକି ଚିରଙ୍ଗାର ଭୁବନ ହେ। এই ଲଙ୍କାପୁର ମଧ୍ୟରେ ମତେ ଅଶୋଭନୀୟ ଦୃଶ୍ୟମାନ ହେଉଛି। ଆକାଶ ମାର୍ଗରେ ପୁତ୍ର ପକ୍ଷୀ ମାଂସ ଧରି ବିହରଣ କରୁଛି। ମୋର ଦ୍ୱୟ ପାର୍ଶ୍ୱରେ ଏ ଲଙ୍କାପୁରରେ ଖାଲି ଶବମାନେ ପଡ଼ିଛନ୍ତି। ନା ମତେ କାହିଁକି ଏ ଅଶୋଭନୀୟ ଦୃଶ୍ୟମାନ ହେଉଛି? ମୋର ବାମ ଚକ୍ଷୁ ସ୍ଫୁରିତ ହେଉଛି। ଅସମ୍ଭବ। ମତେ ଯଥା ଶୀଘ୍ର ମୋର ପିତାମହ ଦଶାନନଙ୍କ ନିକଟକୁ ଯିବାକୁ ପଡ଼ିବ। ହେ ମା, ମା କାଳୀ, তোয়ে মহিকি সহায় মা, তোয়ে মহিকি শক্তি দে। অতি বেত্রে লঙ্কার পারে যাই নগিনীরা, যে যাই নগিনীরা। আয় মহিলা বড় আছি জীবনী ওড়াই না লঙ্ক অতি হে। আজি গেলি গোলা কসম অতি হে। দ্বারী, যাও দ্বারী, ତୁମର ରାଜା ଲଙ୍କେଶ ରାବଣଙ୍କୁ କହିବ ଯେଉଁ ନାଦିକୁ ସେ ସ୍ମରଣ କରିଥିଲେ ଆଜି ପାତାଳପୁରକୁ ପରିତ୍ୟାଗ କରି ମହିରାବଣ ଆସି ପହଞ୍ଚିଛି ତୁମର ରାଜା ରାବଣଙ୍କୁ ଦର୍ଶନ କରିବା ପାଇଁ। ଯାଅ ଦ୍ୱାରୀ, ଯଥାଶୀଘ୍ର ଯାଇ ଦଶାନନଙ୍କୁ ଜଣାଅ। ଆଜ୍ଞା, ତା ପୂର୍ବରୁ ଆପଣ ମୋର ପ୍ରଣାମ ଗ୍ରହଣ କରିବା ହୁଅନ୍ତୁ। ଦୀର୍ଘାୟୁ ଭବ, ଦୀର୍ଘାୟୁ ଭବ ଦ୍ୱାରୀ। ମହାରାଜଙ୍କର ଜୟ ହେଉ। ଶାର୍ଦୁଳ, ମହାରାଜ, କି ସମ୍ବାଦ ଶାର୍ଦୁଳ? ମହାରାଜ, ଆଜି ଏକ ସୁସମ୍ବାଦ ମହାରାଜ। କି ସମ୍ବାଦ? ଆପଣଙ୍କର ସୁପୁତ୍ର ଇନ୍ଦ୍ରଜିତଙ୍କର ପୁତ୍ର ପାତାଳପୁରର ଅଧୀଶ୍ୱର ମହିରାବଣ ବର୍ତ୍ତମାନ ଲଙ୍କା ଗଣରେ ଉପସ୍ଥିତ ମହାରାଜ। ଶାର୍ଦୁଳ, ମଣିମା, ମୋର ସ୍ମରଣ ଶୁଣି ମୋର ନାତି ମହିରାବଣ ଆସି ଯାଇଛି। ଆସି ଯାଇଛନ୍ତି ମହାରାଜ। ସତ୍ସମ୍ମାନେ ତାକୁ ମୋ ନିକଟକୁ ନେଇ ଆସ। ରାବଣ ପାଶରେ ମିଳିছে ମହିରାବଣ, ହେ ମହିରାବଣ। ଆଏ କର ଯୋଡ଼ି ତାହାଙ୍କୁ ଯେ କରିଲା ପ୍ରଣାମ ରଙ୍ଗ ସାଇରେ। ପାଶରେ ବସିଲାରେ
ପାତାଳେ ଅଧୀଶ୍ୱର ମହିରାବଣର ସର୍ବପ୍ରଥମେ ପ୍ରଣାମ ଗ୍ରହଣ କରନ୍ତୁ। ଲଙ୍କେଶ୍ୱର ମୁଖ ଚାହିଁ ମୋହନ ବୁଝିଲା ମୋହନ ବୁଝିଲା ଲଙ୍କା ପୁରେ କେ ଦାନ ବୁଝିଲା ଲଙ୍କା ସାଇଏ କୋଇ ଦଣ୍ଡୟ ଫେର ଯାଇଏ ପିତାମହ ପାତାଳପୁରରେ ରହି ମୋର ମା କାଳୀକୁ ପୂଜା ଅର୍ଚ୍ଚନା କରୁଥିବା ସମୟରେ ଆପଣ ମତେ ସ୍ମରଣ କଲେ, ଯାହା ଫଳରେ କି ମହିରାବଣର ଆସନ ପ୍ରକମ୍ପିତ ହେଲା। ମା କାଳୀ ବଳରେ ମୁଁ ଜାଣିପାରିଲି ଯେ କରକପୁରୀ ଲଙ୍କାର ଅଧୀଶ୍ୱର ରାବଣ ମତେ ସ୍ମରଣ କରୁଛନ୍ତି। ମୁଁ ଯଥାଶୀଘ୍ର ପାତାଳପୁରକୁ ପରିତ୍ୟାଗ କରି ଆପଣଙ୍କ ନିକଟକୁ ଚାଲି ଆସିଛି। ହେଲେ ମହାରାଜ ପିତାମହ ରାବଣ, ମତେ କୁହ କାହିଁକି ଅବଳରେ ତୁମେ ଏ ମହିରାବଣକୁ ସ୍ମରଣ କଲ ଏବଂ ରାସ୍ତାରେ ଆସୁଥିବା ସମୟରେ ଅନେକ ଅଦୃଶ୍ୟମାନ ମତେ ଦୃଶ୍ୟ ହୋଇଛି, ଯେଉଁଠିକି ସବୁମାନେ କୁଳ କୁଳ ହୋଇ ପଡ଼ିଛନ୍ତି। ଏ ଲଙ୍କା ଗଡ଼ ଚତୁଃପାର୍ଶ୍ୱରେ ରକ୍ତ ଛିଟାମାନ ପଡ଼ିଛି। ଏ ସୁବର୍ଣ୍ଣମୟୀ ଲଙ୍କା ପୁରୀ ଆଜି ଶ୍ମଶାନରେ ପରିଣତ ହୋଇଯାଇଛି। ସମସ୍ତ ପ୍ରଜାମାନେ ସମସ୍ତ ରାକ୍ଷସ କୁଳମାନେ ହାହାକାର ଶବ୍ଦ କରୁଛନ୍ତି। କଣ ହୋଇଛି ପିତାମହ? ଯାହା ସବୁ ଦେଖି ଆସିଲୁ ତାହାର ମୂଳ ଲକ୍ଷ୍ୟ ହେଉଛି ସେ ଅଯୋଧ୍ୟାର ରାଜା ରାମ। ରାମ? ହରେ ମହି, ସେ ଦଶରଥ ପୁତ୍ର ରାମ ଆଜି ଏ ନିଶଙ୍କା ଲଙ୍କାରେ ଶଙ୍କା ସୃଷ୍ଟି କରିଛି। ସେ ନର ଭଲୁ ମର୍କଟ ମାନଙ୍କୁ ନେଇ ମୋର ଅଜୟ ଲଙ୍କାକୁ ଆଜି ସେ ଜୟ କରିବାକୁ ବସିଛି ରେ ମହି। ପିତୃ ଶକ୍ତି ପଞ୍ଚବଟୀ ବନେଇବା ସକରି ବନବାସ କରି କାନ୍ତରେ ଭଉଣୀର ନାଥା କର୍ଣ୍ଣ ହରି ଦୋଷାରେ ରାଜେ ଦୋଷାରେ ରାଜେ ରାମ ଭାଇ ସୁମିତ୍ରାର ରାଜେ ମହି, ପିତାମହ, ସେଇ ରାମ ତାଙ୍କର ପିତା ସତ୍ୟ ରକ୍ଷା କରିବା ପାଇଁ ବନଗାମୀ ହେଲେ। ହେଲେ ବନଗାମୀ ହୋଇ ମୋର ଭକ୍ତିର ନାସିକା ଛେଦନ କଲେ। ପିତାମହ, ହେଲେ ସେଇ ଭଉଣୀର ପ୍ରତିଶୋଧ ନେବା ପାଇଁ ମୁଁ କଣ କଲି ଜାଣୁ? ଦେଖି ମୁହି ଗଲି ଭାରି ଚୋର କୋଟି ଭାରି ଚୋର କୋଟି ଆଏ ଛୋଟ ମୁଗ ଭିଡ଼ାଇ ବେଶୀ ଝୋଟ ଧିରା ମରାଣେ
ପିତାମହ ସେଇ ରାମର ସାନ ଭାଇ ଲକ୍ଷ୍ମଣ ମୋ ଭଉଣୀର ନାସିକା ଛେଦନ କଲା। ପିତାମହ ତାରି ପ୍ରତିଶୋଧ ନେବା ପାଇଁ ମୁଁ ମାରିଚ ନିକଟକୁ ଗଲି। ମାରିଚକୁ ସୁବର୍ଣ୍ଣର ମୃଗଟିଏ କରି ରାମ ଲକ୍ଷ୍ମଣକୁ ତାରି ପଛରେ ପ୍ରୟୋଗ କଲି। ହେଲେ ସେ ରାମ ଲକ୍ଷ୍ମଣ ମାରିଚର ପଛରେ ତାକୁ ବିଦ୍ଧ କରିବା ପାଇଁ ଯେତେବେଳେ ଗମନ କଲେ, ଏକା ହୋଇ ନାରୀ ତାର କରିନି ହର ରେ କରିନି ହର ସୀତା ଖୋଜିବାର ପାଇଁ ସେହି ରଘୁରାନ ଦୃଶ୍ୟ ଭୋଗ ହେ ହେରାର ବିଛୁକ ପାଶ ହେ ବୁଝିଲୁ ଭାଇ? ପିତାମହ ମାରିଚ ମାୟା ମୂର୍ଖ ରୂପ ଧାରଣ କରି ସେ ଦୁଇ ଭାଇକୁ ବହୁ ଦୂରକୁ ନେଇଗଲା। ତାପରେ ପଞ୍ଚବଟୀ ଅରଣ୍ୟରେ ତାର ସ୍ତ୍ରୀ ଏକାକିନୀ ରହିଥାଏ। ମୁଁ ତାକୁ ହରଣ କରି ଲଙ୍କା ଗଡ଼କୁ ନେଇ ଆସିଲି। କାହିଁକି ଜାଣୁ? କାହିଁକି ପିତାମହ? ମୋ ଭକ୍ତିର ପ୍ରତିଶୋଧ ନେବା ପାଇଁ ମୁଁ ହରଣ କଲି ତାର ଜାୟା ଜାନକୀକୁ। ହେଲେ ସେଇ ସୀତାଙ୍କୁ ଖୋଜି ଖୋଜି ସୂର୍ଯ୍ୟଙ୍କର ପୁତ୍ର ସୁଗ୍ରୀବ ସହିତ ଋଷ୍ୟମୁଖ ପର୍ବତରେ ତାଙ୍କର ସାକ୍ଷାତ ହେଲା। ସହିତ ମିତ୍ରର କି ରଘୁକୁଳ ବାର ରଘୁକୁଳ ବାର ଆରେ ବାଡ଼ି ବନ୍ଧି ମାଲ୍ୟବନ୍ତେ ରଚିରେ କୁଟୀର ଧେନୁ ବାନ୍ଧିରେ ଅପି ଧନ୍ୟ ଲଙ୍ଘିରେ ବାରଧିରେ ବୁଝିଲୁ ଭାଇ? ପିତାମହ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରି ତାର ଭାଇ ବାଳିକି ରାମ ବଦ୍ଧ କରି ତାକୁ କିଷ୍କିନ୍ଧାର ରାଜା କରାଇଲେ। ଆଉ ସେଇ ସୁଗ୍ରୀବ ଭଲୁ ମର୍କଟ ମାନଙ୍କୁ ସୈନ୍ୟ ସହ ସଜାଗ କରି ଏ ସାଗରରେ ସେତୁ ବାନ୍ଧି ଆଜି ମାଲ୍ୟବନ୍ତ ପର୍ବତରେ ଉପସ୍ଥିତ ହେଲେ। ସୁବରୟାଗିରି ପରେ ଗଡ଼କୁ ଦିଆରି ରେ ଗଡ଼କୁ ଦିଆରି ଲଙ୍କାରେ ସର୍ବସୈନ୍ୟ ସେଠି ବାସ କରି କୁମ୍ଭକର୍ଣ୍ଣରେ ଯୁଦ୍ଧ କରି ହାରିଲା ଜୀବନରେ ବୁଝିଲୁ ଭାଇ? ପିତାମହ ସେଇ ସୁଗ୍ରୀବଙ୍କର ଭଲୁ ମର୍କଟ ମାନଙ୍କୁ ନେଇ ମାଲ୍ୟବନ୍ତରୁ ରାମ ଆସି ଶୁଭଳୟାରେ ବସତି କରିଛି। ଆଉ ସେଇଠାରେ ରହି ଏ ଲଙ୍କାଗଡ଼ର ଚଢ଼ ଚଢ଼ କରି ସୈନ୍ୟମାନଙ୍କୁ ବିନାଶ କରୁଛି। ହେଲେ ମୋରି ଭାଇ କୁମ୍ଭକର୍ଣ୍ଣକୁ ସେଇ ରାମ ତାର ଅଧ ଚନ୍ଦ୍ର ସରରେ ବିନାଶ କରିଦେଲା। ପିତାମହ মহিবরে সংশয় ছেদর ক্ষমতি ছেদর ক্ষমতি লঙ্কার ক্ষরে ধীরে ইন্দ্রম তোরা ধীরে ঘরাদ হে বীর মধ্যে ধন্য পিতৃ দেব হে ପିତାମହ ଭଲୁ ମର୍କଟ ମାନେ ଲଙ୍କାଗଡ଼ରେ ପ୍ରବେଶ କରି ରାମ ଲକ୍ଷ୍ମଣ ଦ୍ୱୟ ଯଦିକୁ ନେଇ ଅନେକ ରାକ୍ଷସ ମାନଙ୍କୁ ଲଙ୍କାର ରଣଭୂମିରେ ନିରୋଧ କରି ମୋର ପିତାମହ ମଧ୍ୟମ ପ୍ରାତଃ କୁମ୍ଭକର୍ଣ୍ଣକୁ ନିଧନ କରିଛନ୍ତି। ପିତାମହ ଆପଣଙ୍କର ସେ
କରିପାରନ୍ତି। କେଉଁ ପିତାମହ ରାମର 72 ଗଣ୍ଡା ପୁତ୍ରକୁ 73 ଗଣ୍ଡା ନାତି ଏ ଲଙ୍କାଗଡ଼ ମଧ୍ୟରେ ସମସ୍ତ ବୀର ଥାଉ ଥାଉ ମୋର ପିତା ଇନ୍ଦ୍ରଜିତ ଥାଉ ଥାଉ ଯୋଉ ଇନ୍ଦ୍ରଜିତଙ୍କର ଜନ୍ମର ଚିତ୍କାରରେ ଏ ସ୍ୱର୍ଗର ଇନ୍ଦ୍ର ଭବନ ଧରି ଉଠିଥିଲା, ଯେଉଁ ଇନ୍ଦ୍ରଙ୍କର କକୁଟ ଆଜି ଏ ଅବନୀରେ ପଡ଼ି ରହିଥିଲା, ସେଇ ଇନ୍ଦ୍ରଜିତ ଥାଉ ଥାଉ ରାମ ଲକ୍ଷ୍ମଣ ଦ୍ୱୟ ଯଦି ଆଉ ଅନେକ କପି ଭଲୁକ ମର୍କଟ ମାନେ ଆସି ଇଏ ଲଙ୍କା ଗଡ଼ରେ ଶଙ୍କା ଭର୍ତ୍ତି କରିଛନ୍ତି। ଏହା ଅସମ୍ଭବ ପିତାମହ, ଏହା ଅସମ୍ଭବ। ଓ ପିତାମହ, ଏ ଯୁଦ୍ଧ କରିବା ପାଇଁ କଣ ମୋର ପିତା ଇନ୍ଦ୍ରଜିତ ନଥିଲେ? କାହିଁକି ଇନ୍ଦ୍ରଜିତ ଏପର୍ଯ୍ୟନ୍ତ ସହିଛନ୍ତି ଲଙ୍କା ଗଡ଼ରେ? ଇନ୍ଦ୍ରଜିତ ବୀର ପିତାମହ, ଇଏ ଲଙ୍କା ଗଡ଼ର ଅନେକ ବୀରମାନେ ନିହତ ହେଇସାରିବା ପରେ ବୀରମାନଙ୍କ ମଧ୍ୟରେ ଶଲ୍ୟ ହେଉଛନ୍ତି ମୋର ପିତା ଇନ୍ଦ୍ରଜିତ। ଯେଉଁ ଇନ୍ଦ୍ରଜିତ ଯୁଦ୍ଧକୁ ବାହାରିବା ମାତ୍ରକେ ନାଗ ନରସୁର ଗନ୍ଧର୍ବ କିନ୍ନର ମାନେ ଭୟ ଭିତରେ ଲୁକାୟିତ ରହନ୍ତି, ଅନେକ ଦେବତା ମାନେ ପରାଜୟ କରନ୍ତି। ସେ ଇନ୍ଦ୍ରଜିତ କାହିଁକି ଲୁକାୟିତ ଭାବରେ ଲଙ୍କା ଗଡ଼ରେ ରହିଛନ୍ତି? କହ ପିତାମହ, କାହିଁକି ଏଭଳି ରାମର ପିତା ଇନ୍ଦ୍ରଜିତ ରାମ ଲକ୍ଷ୍ମଣ ଭଲୁକ ମର୍କଟ ମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଯାଇନାହାନ୍ତି? କୁହ କୁହ ପିତାମହ, ମୋର ପିତା ଇନ୍ଦ୍ରଜିତ କେଉଁଠାରେ ଅଛନ୍ତି? ଶୁଣିବୁ ମହି, ଆରେ ତୋରି ପିତ୍ରା ଇନ୍ଦ୍ରଜିତକୁ ସେ ରାମର ସାନ ଭାଇ ଲକ୍ଷ୍ମଣ ନିହତ କରିଥିଲେ। ଅସମ୍ଭବ ପିତାମହ, ଏହା ଅସମ୍ଭବ। ସମ୍ଭବରେ ମହି, এই ବିଭୀଷଣର କୂଟମନ୍ତ୍ରରେ ସେ ଲକ୍ଷ୍ମଣ ଏକା କାଣ୍ଡ করে তোর পিতাକୁ নিধন কলারে। পিতৃ ঋণর প্রতিশোধ দিও বীর, এ রাবণকে সংস্কার সাগরରୁ উদ্ধার কর বীর। পিতার কথা শুনি হেরা জম্বি ভূত বীর, হেরা জম্বি ভূত। আরে জড় করে যেটি উঠি করই উত্তর পৌঁছি হে গুণ কহিবা পৌঁছি হে। ପିତାମହ, ଆପଣ ଏ ମହିରାବଣକୁ ସ୍ମରଣ କରିବାରେ ବିଳମ୍ବ କରିଦେଲେ। ପିତାମହ, ବିଳମ୍ବ କରିଦେଲେ। ମୁଁ ଦେଖିବି ପିତୃହନ୍ତାର ପ୍ରତିଶୋଧ ନେବା ପାଇଁ ଏ ଲଙ୍କାର ରଣଭୂମିକି ଆଜି ପାତାଳପୁରର ଅଧୀଶ୍ୱର ମହିରାବଣର ଯିବ। ଏ ହଉଛି ମା କାଳୀ ବଳରେ ବଳିୟାନ। କେଉଁ ମହିରାବଣର ହେଉଛି ଅଘୋର ଅଜର ମାଇୟା। ମନେ ରଖ ପିତାମହ, ଯେଉଁ ଶ୍ରୀରାମ ଲକ୍ଷ୍ମଣ ପିତାଙ୍କ ହସ୍ତ
କରିଛି ମୁଁ ଦେଖିବି ସେ ରାମ ଲକ୍ଷ୍ମଣ ଦ୍ୱୟ ଯଦି କେଡ଼େ ପରିବାର ଶୁଣ ପିତାମ କେ ରାମ କେ ଲକ୍ଷ୍ମଣ କେ ହନୁମାନ ଅନ୍ନଦ ନଳ ନୀଳ ଜାମ୍ବେ ବସୁସେନ ଏ ଲଙ୍କାର ରଣଭୂମିରେ ଅନେକ ଗୁଡ଼ାଏ ଭାଲୁ ମର୍କଟ ମାନଙ୍କୁ ଶୟନ କରେଇ ଦେଇ ରାମ ଲକ୍ଷ୍ମଣ ଦ୍ୱୟ ଯଦି କି ନେଇ ମୁଁ ପାତାଳପୁରକୁ ଯିବି ମୋ ମାର କାଳି ନିକଟରେ ବଳି ଦେବା ପାଇଁ ଶୁଣ ରେ ମୋହି ରାବଣ ମୋହର ମଧୁର ରେ ମୋହର ମଧୁର ଏ କବି ଯେ ରାମତେ ଯିବେ ଦେହିବେ ନିଜର କେଉ କରିବେ ତାଙ୍କୁ ହରି ରକ୍ଷତି ମହି ପିତାମହ ତୋର ପିତାଙ୍କୁ ଯିଏ ନିଧନ କରିଛି ସେ ଦୁଇ ଜଣଙ୍କର କଟା ଶିରକୁ ତୋ ମା କାଳି ନିକଟରେ ପଡ଼ିଦେ। ପିତାମହ ତୋର ପିତାର ଆତ୍ମାକୁ ଶାନ୍ତି ଦେ କୁମାର। ପିତାମହ ମହି ଆସ ଲଙ୍କାଗର ମଧ୍ୟରେ ମୁଁ ତମକୁ ଯୋଦ୍ଧା ବେଶରେ ସଜାଇ ଦେବି। ଯାଅ ମନେ ରଖ ମହି ପିତାମହ ଯେତେ ରାମ ନିକଟରେ ଅଷ୍ଟ ସେନାପତି ଅଛନ୍ତି ସେ ଯୁଦ୍ଧ କରିବା ସମୟରେ ତୁ ସତର୍କର ସହିତ ତାଙ୍କୁ କିପରି ନବୁ ପ୍ରତିଶୋଧ କୁହ ମହି। ସେ ବାନର ମାନେ ବହୁତ ଚାଲାକ ଚତୁର ସହିତ ରାମ ନିକଟରେ ଜଗି ରହିଛନ୍ତି ହେଲେ ତୁ କିପରି ଭାବରେ ସେ ରାମ ଲକ୍ଷ୍ମଣକୁ ନେଇ ପାତାଳପୁରକୁ ଗମନ କରିବୁ। কুলদ্রোহী বিভীষণ প্রহরী হরি রে প্রহরী হরি দেব হরি হরি রমে অনুচর হনুমান রে লঙ্কাগর সদাচার রে ବୁଝିଲୁ ଭାଇ ପିତାମହ ସେ ସୁବଳୟା ପର୍ବତରେ ସେ ରାମ ଲକ୍ଷ୍ମଣଙ୍କର ଚତୁଃପାର୍ଶ୍ୱରେ ସୈନ୍ୟମାନେ ପ୍ରହରା ଦେଉଛନ୍ତି ଆଉ ସେ ବୀର ହନୁମାନର ସଦା ସର୍ବଦା ନୟନ ଲଙ୍କାଗଡ଼ ଉପରେ